କଳିଙ୍ଗାରେ ଚାଞ୍ଚଲ୍ୟ, ଆମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଖୋଦଗିରି ବ୍ଲକର କଳିଙ୍ଗା ପଞ୍ଚାୟତ ଅଞ୍ଚଳରେ ସୋମବାର ସକାଳେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଡିଏଭି ସ୍କୁଲ ନିକଟରେ ଥିବା ଏକ ଆମ୍ବ ଗଛରୁ ଲିଙ୍ଗାଗଡ଼ ଗ୍ରାମର କ୍ଳେମନ୍ତ ପ୍ରଧାନ ଓ ରଫଚିକୁ 26ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ପେଶାରେ ଜଣେ ଡ୍ରାଇଭର ଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା ପାଇ ଖୋଦଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା। ଫୁଲବାଣୀରୁ ସନ୍ଧାନୀ କୁକୁର ଆଣି ତଦନ୍ତ କରାଯାଇଥିବା ବେଳେ କୁକୁରଟି ମୃତକ ରହୁଥିବା ଘର ପର୍ଯ୍ୟନ୍ତ ଯାଇଥିବା ଜଣାପଡ଼ିଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। दर्शक बंधु टिकिनिकी खबर अधिक अपडेट पाई टिकिनिकी खबर को सब्सक्राइब, लाइक और शेयर करने को भूलिए नहीं।